ପିଲାମାନେ ଶୁଭମସ୍ତୁ। ଧନ୍ୟବାଦ ପିଲାମାନେ। ଆଜି ତୁମମାନଙ୍କ ପାଇଁ ନୂଆ ପ୍ରସଙ୍ଗଟିଏ ରହିଅଛି, ଯାହା ଶୁଆର ଥଣ୍ଟ କୋଇଲିର କଣ୍ଠ। ଏହି ପ୍ରସଙ୍ଗର କାହାଣୀ ଜାଣିବା ସହିତ ଏହି ପ୍ରସଙ୍ଗରେ ରହିଥିବା ଅଣ୍ଟ ଯୁକ୍ତାକ୍ଷରର ଚିହ୍ନିବ, ପଢ଼ିବ ଏବଂ ଲେଖିବ। ଏହି ଅଣ୍ଟ ଯୁକ୍ତାକ୍ଷରକୁ ତମେ ପାଠରେ ବ୍ୟବହାର କରିବ। ପିଲାମାନେ, ବର୍ତ୍ତମାନ ଆମେ ଏହି ସାହିତ୍ୟ ବହିର କୋଇଲିର ଥଣ୍ଟ ଶୁଆର କଣ୍ଠ ବିଷୟରେ ଆମେ କିଛି ଜାଣିବା। ବିଷୟ ଭାଷା, ଶ୍ରେଣୀ ଦ୍ୱିତୀୟ, ପ୍ରସଙ୍ଗ ଶୁଆର ଥଣ୍ଟ କୋଇଲିର କଣ୍ଠ, ଭାଗ 2। ଆମ ପରିବାର ଆଗେ ତାଙ୍କ ଘରକୁ ଗୀତ ଶୁଣିବାକୁ ରାତିରେ ଲଣ୍ଠନ ଧରି ଯାଉଥିଲେ। ତାଙ୍କ ଘରର ସମସ୍ତେ ଆମ ଘରକୁ ଆମର ନାଲି ନାଲି ଥଣ୍ଟ ଦେଖିବାକୁ ଆସୁଥିଲେ। ଘଣ୍ଟା ଘଣ୍ଟା ଧରି ସେମାନେ ଆମ ଘରେ ରହୁଥିଲେ। ଦୁଃଖ ସୁଖ ହୋଇ ଘରକୁ ଫେରୁଥିଲେ। ପ୍ରସଙ୍ଗଟି ତ ଶୁଣିଲ। ବର୍ତ୍ତମାନ ଆମେ ସେହି ପ୍ରସଙ୍ଗ ବିଷୟରେ ଅଧିକରୁ ଅଧିକ ଛବି ମାଧ୍ୟମରେ ଜାଣିବା। ଆଜ୍ଞା ଗୁରୁଜୀ। ଦେଖିଲ, ଏଇ ଚିତ୍ରଟି କାହାର ଚିତ୍ର? ଶୁଆର ଚିତ୍ର। କେତୋଟି ଶୁଆ ଅଛନ୍ତି? 3ଟି ଶୁଆ ଅଛନ୍ତି। ଇଏ ଗୋଟିଏ ଶୁଆ ପରିବାର ବୋଲି ଭାବିବ। ଆଜ୍ଞା ଗୁରୁଜୀ। ଏଇଠି କାହାର ଚିତ୍ର ଦେଖୁଛ? କୋଇଲିର ଚିତ୍ର କୋଇଲିର ଚିତ୍ର ଦେଖୁଛ। ତାହେଲେ ଶୁଆ ପରିବାର ଗୋଟିଏ ଏବଂ କୋଇଲି ପରିବାର ଗୋଟିଏ। ଏଠି ଦୁଇଟି ପରିବାର ବିଷୟରେ ଆମେ ଜାଣିବା। ଆମ ପରିବାର କହିଲେ ଶୁଆ ପରିବାରକୁ ବୁଝେଇବ ପିଲାମାନେ। ଆମ ପରିବାର ଆଗେ ତାଙ୍କ ଘରକୁ କହିଲେ କୋଇଲି ଘରକୁ। ଆମ ପରିବାର ଆଗେ ତାଙ୍କ ଘରକୁ ଗୀତ ଶୁଣିବାକୁ ରାତିରେ ଲଣ୍ଠନ ଧରି ଯାଉଥିଲେ। ଲଣ୍ଠନ ଦେଖିଲ ନା ନାଇଁ? ଆଜ୍ଞା ଗୁରୁଜୀ। କୋଉ ପରିବାର ଯାଉଥିଲେ? ଶୁଆ ପରିବାର କୋଇଲି ପରିବାରକୁ ଲଣ୍ଠନ ଧରି ଯାଉଥିଲେ। ବଢିଆ, ଭଲ ମନେ ରଖିଲ ନା ନାଇଁ? ମୁଁ ଆଉ ଥରେ ଟିକେ କହିଦଉଛି। ଶୁଆ ପରିବାର ଲୋକମାନେ ଲଣ୍ଠନ ଧରି କୋଇଲି ପରିବାର ଘରକୁ ରାତିରେ ଗୀତ ଶୁଣିବାକୁ ଯାଉଥିଲେ। ଆଜ୍ଞା ଗୁରୁଜୀ। ଏଇଟା କାହା ପରିବାର ଦେଖିଲ? ଶୁଆ ପରିବାର। ଶୁଆ ପରିବାର। ତାପରେ ଏଇ ପରିବାର ଦେଖିବା। ଏଇଠି କାହା ପରିବାର ଦେଖିଲ? କୋଇଲି ପରିବାର। ତେଣୁ ଆମେ ଦେଖ, ବର୍ତ୍ତମାନ ପିଲାମାନେ ତାଙ୍କ ଘରର ସମସ୍ତେ ଆମ ଘରକୁ ଆମର ନାଲି ନାଲି ଥଣ୍ଟ ଦେଖିବାକୁ ଆସୁଥିଲେ। କୋଉ ପରିବାର? କୋଇଲି ପରିବାର ଲୋକମାନେ। କୋଉ ପରିବାରକୁ ଆସୁଥିଲେ? ଶୁଆ ପରିବାରକୁ ଆସୁଥିଲେ। କୋଇଲି ପରିବାର ଲୋକମାନେ ଶୁଆ ପରିବାରକୁ କାହିଁକି ଆସୁଥିଲେ? ନାଲି ନାଲି ଥଣ୍ଟ ଦେଖିବାକୁ ଆସୁଥିଲେ। ତେଣୁ ତମେ ଏଥିରୁ ଜାଣିଲ ଯେ କୋଇଲି ପରିବାର ଶୁଆ ପରିବାରକୁ ଶୁଆର ନାଲି ନାଲି ଥଣ୍ଟ ଦେଖିବାକୁ ଶୁଆ ଘରକୁ ଆସୁଥିଲେ। ବୁଝିଲ ତ ପିଲାମାନେ? ଆଜ୍ଞା ଗୁରୁଜୀ। ତାପରେ ଆମେ ଜାଣିବା ଦେଖିଲ, ଏଠି କୋଉ ପରିବାର? ଶୁଆ ପରିବାର। ଆଉ ସେମାନେ ଘଣ୍ଟା ଘଣ୍ଟା ଧରି ସେମାନେ ଆମ ଘରେ ରହୁଥିଲେ। କୋଉମାନେ ରହୁଥିଲେ? କୋଇଲି ପରିବାର। କାହିଁକି ରହୁଥିଲେ? ଆମର ନାଲି ନାଲି ଥଣ୍ଟ ଦେଖିବାକୁ ରହୁଥିଲେ। କୋଉମାନେ ରହୁଥିଲେ? କୋଇଲି ପରିବାର। କାହା ଘରେ ରହୁଥିଲେ? ଶୁଆ ପରିବାର। କାହିଁକି ଶୁଆ ପରିବାର ଘରେ ରହୁଥିଲେ? ଆମର ନାଲି ନାଲି ଥଣ୍ଟ ଦେଖିବା ପାଇଁ ରହୁଥିଲେ। ତେଣୁ ଏଥିରୁ ତମେ ଜାଣିଲ କୋଇଲି ପରିବାର ଲୋକମାନେ ଶୁଆ ପରିବାରକୁ ଆସି
ଶୁଆର ନାଲି ନାଲି ଥଣ୍ଟ ଦେଖିବାକୁ ଘଣ୍ଟା ଘଣ୍ଟା ଧରି ରହୁଥିଲେ। ବୁଝିଲ? ଆଜ୍ଞା ଗୁରୁଜୀ। ଯେମିତି ଆମ ପରିବାରରେ କୋଇଲି ପରିବାରକୁ ଯାଉଥିଲେ, ସେମିତି କୋଇଲି ପରିବାର ଆମ ପରିବାରକୁ ଆସୁଥିଲେ। ଏଠାରେ ଦିଟା ପରିବାର, ଗୋଟିଏ ଶୁଆ ପରିବାର ଆଉ ଗୋଟିଏ କୋଇଲି ପରିବାର। ତେଣୁ ଇଏ ମାନେ ପଡ଼ୋଶୀ ଥିଲେ। ଶୁଆ ପରିବାର ଲୋକେ କୋଇଲି ଘରକୁ ଯାଉଥିଲେ, କୋଇଲି ପରିବାର ଲୋକେ ଶୁଆ ପରିବାରକୁ ଆସୁଥିଲେ। ତାପରେ ଆମେ ଦେଖିବା ଏଠି ଦେଖିଲ କେତୋଟି ପରିବାର ଅଛି? ଦୁଇଟି ପରିବାର। ଗୋଟିଏ କୋଉ ପରିବାର? ଶୁଆ ପରିବାର। ଆଉ ଗୋଟିଏ କୋଉ ପରିବାର? କୋଇଲି ପରିବାର। ତେଣୁ ଏଇ ଦୁଇ ପରିବାର ପରସ୍ପର ମଧ୍ୟରେ ଦୁଃଖ ସୁଖ ହେଉଥିଲେ ଏବଂ ପରସ୍ପର ମଧ୍ୟରେ ନିଜ ନିଜ ପରିବାର ବିଷୟରେ କଥାବାର୍ତ୍ତା ହେଉଥିଲେ। ତେଣୁ ସେମାନେ ଦୁଃଖ ସୁଖ ହୋଇ ଘରକୁ ଫେରୁଥିଲେ। ଦୁଇ ପରିବାର କଥାବାର୍ତ୍ତା ହେଉଥିଲେ। ତାପରେ କଥାବାର୍ତ୍ତା ଶେଷ ହେଲା ପରେ କୋଇଲି ପରିବାର କୋଇଲି ଘରକୁ, ଶୁଆ ପରିବାର ଶୁଆ ଘରକୁ ଏବଂ ଉଭୟ ପରିବାର ନିଜ ନିଜ ଘରକୁ ଫେରୁଥିଲେ। ତାପରେ ଆମେ ଦେଖିବା କ'ଣ ଅଛି। ଆଚ୍ଛା, ତାପରେ ଆଉ ଗୋଟିଏ ପ୍ରଶ୍ନ ଆସିଲା ତୁମମାନଙ୍କ ପାଇଁ। ଗୀତ ଶୁଣିବାକୁ କ'ଣ ଧରି ଯାଉଥିଲେ? ମନେ ପକ, ଗୀତ ଶୁଣିବାକୁ କ'ଣ ଧରି ଯାଉଥିଲେ? ଠିକ୍ କହିଛ ପିଲାମାନେ, ଲଣ୍ଠନ। ତେଣୁ ଗୀତ ଶୁଣିବାକୁ ଲଣ୍ଠନ ଧରି ଯାଉଥିଲେ। ଆଉ ଗୋଟିଏ ପ୍ରଶ୍ନ ଆସିଲା, ଶୁଆର ଥଣ୍ଟର ରଙ୍ଗ କ'ଣ? ମନେ ପକାଅ, ଚିତ୍ରଟି ଦେଖିଛନ୍ତି? ହଉ କୁହ। ନାଲି। ଭଲ ପିଲାମାନେ, ଶୁଆର ଥଣ୍ଟର ରଙ୍ଗ ନାଲି। ଆଉ ଗୋଟେ ପ୍ରଶ୍ନ ଆସିଲା, କୋଇଲି ତାହା ପରିବାର ସହିତ ଶୁଆ ଘରକୁ କ'ଣ ଦେଖିବାକୁ ଆସୁଥିଲା? ମନେ ରଖ ପ୍ରଶ୍ନଟି ଆଉଥରେ। କୋଇଲି ତାହା ପରିବାର ସହିତ ଶୁଆ ଘରକୁ କ'ଣ ଦେଖିବାକୁ ଆସୁଥିଲା? ଉତ୍ତରଟି ପିଲାମାନେ କହିଲ, ଟିକେ ଭାବ। ହଁ, ଠିକ୍ କହିଛ। ଶୁଆର ନାଲି ନାଲି ଥଣ୍ଟ। କୋଇଲି ତାହା ପରିବାର ସହିତ ଶୁଆ ଘରକୁ ଶୁଆର ନାଲି ନାଲି ଥଣ୍ଟ ଦେଖିବାକୁ ଆସୁଥିଲା। ସବୁ ପିଲାମାନେ ପ୍ରଶ୍ନ ତ କହିଦେଇଛ ନା ନାଇଁ? ଆସ ଆମେ ଶବ୍ଦ ପଢ଼ିବା ଓ ଅଣ୍ଟ ଯୁକ୍ତାକ୍ଷରକୁ ଚିହ୍ନିବା ଓ ଲେଖିବା। ଦେଖ, ଅଣ୍ଟ ଯୁକ୍ତାକ୍ଷର ଶବ୍ଦଟିଏ ଅଛି ବଣ୍ଟା। ଆଉ ଗୋଟେ ଶବ୍ଦ କଣ୍ଟା। ଆଉ ଗୋଟେ ଶବ୍ଦ ଆସିଲା କଣ୍ଟିଆ। ଆଉ ଗୋଟେ ଶବ୍ଦ କଣ୍ଟାଳିଆ। ସେହିପରି ଆଉ ଗୋଟେ ଶବ୍ଦ ତଣ୍ଟି। ଆଉ ଗୋଟେ ଶବ୍ଦ ଆସିଲା ଝୁଣ୍ଟିଆ। ସେହିପରି ଆଉ ଗୋଟିଏ ନିଅଣ୍ଟ। ସେପରି ଆଉ ଗୋଟିଏ ବାଣ୍ଟିବା। ଏଠାରେ ଦେଖୁଛ ଯେ ଅଣ୍ଟ ଯୁକ୍ତାକ୍ଷରଟି ପ୍ରତ୍ୟେକ ଶବ୍ଦରେ ଅଛି। ଯେଉଁ ଶବ୍ଦରେ ନାଲି ଅକ୍ଷରରେ ଦିଆଯାଇଛି ସିଏ ହେଉଛି ଅଣ୍ଟ। ପ୍ରଥମ ଶବ୍ଦରେ ଦେଖ ବଣ୍ଟା। ଅଣ୍ଟରେ ନାଲି ଅକ୍ଷରଟି ଲେଖାଯାଇଛି, ତେଣୁ ଏବଂ ଏହା ହେଉଛି ଅଣ୍ଟ। ସେହିପରି ଦ୍ୱିତୀୟ ଶବ୍ଦଟି କଣ୍ଟା। ଅଣ୍ଟାଟି ନାଲି ଅକ୍ଷରରେ ଲେଖାଯାଇଛି, ଇଏ ହେଉଛି ଅଣ୍ଟ। ସେହିଭଳି କଣ୍ଟିଆ, ମଝିରେ ନାଲି ଅକ୍ଷର ଅଛି। ସେହିଭଳି କଣ୍ଟାଳିଆ, ଦ୍ୱିତୀୟରେ ନାଲି ଅକ୍ଷରଟି ଅଛି। ସେହିପରି ତଣ୍ଟି, ଦ୍ୱିତୀୟରେ ନାଲି ଅକ୍ଷରଟି ଅଛି। ଝୁଣ୍ଟିଆ, ସେହିପରି ଦ୍ୱିତୀୟରେ ନାଲି ଅକ୍ଷରଟି ଅଛି। ନିଅଣ୍ଟ, ସେହିପରି ତୃତୀୟରେ ନାଲି ଅକ୍ଷରଟି ଅଛି। ବାଣ୍ଟିବା, ଦ୍ୱିତୀୟରେ ନାଲି ଅକ୍ଷରଟି ଅଛି। ଏହି ନାଲି ଅକ୍ଷର ଗୁଡ଼ିକ ଅଣ୍ଟ ଯୁକ୍ତାକ୍ଷର ଅଟେ। ଆସ ଆମେ ପରବର୍ତ୍ତୀ ଶବ୍ଦ ପଢ଼ିବା ଓ ଅଣ୍ଟ ଯୁକ୍ତାକ୍ଷରକୁ ଚିହ୍ନିବା ଓ ଲେଖିବା। ଏଇଠି ଦେଖୁଛ ତିନୋଟି କଲମ ଅଛି। ପ୍ରଥମ କେତେଗୁଡ଼ିଏ ଅକ୍ଷର ଲେଖା ହେଇଛି କଳା ଅକ୍ଷରରେ, ମଝିରେ ନାଲି ଅକ୍ଷରରେ ଏବଂ ଶେଷରେ କଳା ଅକ୍ଷରରେ ଲେଖାଯାଇଛି। ଆମେ କ'ଣ କରିବା, ପ୍ରଥମ କଳା ଅକ୍ଷରରୁ
ସହିତ ନାଲି ଅକ୍ଷରକୁ ମିଶାଇବା ଏବଂ ନାଲି ଅକ୍ଷରରୁ ପୁଣି କଳା ଅକ୍ଷରକୁ ମିଶାଇ ଆମେ ନୂତନ ଶବ୍ଦ ଗଠନ କରିବା। ଦେଖୁଛ ପ୍ରଥମ ଛନ୍ଦରେ କିରି ଯେ କ ବ ତ ହ ଅଛି, ମଝିରେ ଟ ଟ ଟ ଟି ଅଛି, ଶେଷରେ କ ନ ଆ ର ଅଛି। ଆମେ ବର୍ତ୍ତମାନ ଶବ୍ଦ ଗଢ଼ିବା। କଣ୍ଟକ ନୂତନ ଶବ୍ଦଟି ହେଲା, ଦେଖିଲ କଣ୍ଟକ। ତାପରେ ଗୋଟେ ଶବ୍ଦ ଗଢ଼ିବା ବଣ୍ଟନ, ବଣ୍ଟନ, ଦେଖିଲ ଶବ୍ଦଟି ଗଢ଼ା ହେଲା, ଲେଖିଲ। ତାପରେ ତଣ୍ଟିଆ, ତଣ୍ଟିଆ। ସେଇଭଳି ଆଉ ଗୋଟେ ଶବ୍ଦ ହଣ୍ଟର, ହଣ୍ଟର। ଏହି ଶବ୍ଦ ଗୁଡ଼ିକ ମନ ଦେଇକି ପଢ଼ିବ। ଆଉ ଥରେ ମୁଁ ଶବ୍ଦ ଗୁଡ଼ିକ ପଢ଼ି ଦେଉଛି, ତମେ ମନ ଦେଇ ଶୁଣ। କଣ୍ଟକ, ବଣ୍ଟନ, ତଣ୍ଟିଆ, ହଣ୍ଟର। ମନ ହେଲା ପିଲାମାନେ? ହଁ, ଠିକ ଅଛି। ଏମିତି ଶବ୍ଦ ସବୁ ତମେ ଘରେ ମଧ୍ୟ ଅଭ୍ୟାସ କରିବ ଏବଂ ଘରେ ମଧ୍ୟ କିଛି କିଛି ଶବ୍ଦ ଏଇଭଳି ତମେ ନିଜ ଖାତାରେ ଲେଖିବ। ତା ପରବର୍ତ୍ତୀ ଦେଖିବା। ବର୍ତ୍ତମାନ ପଢ଼ ଓ ଲେଖ। ତେଣ୍ଟା, ପ୍ରଥମେ ଲେଖା ହେଇଛି ତେଣ୍ଟା। ପେଚ କଣ୍ଟା, ପେଚ କଣ୍ଟାଟି ମଧ୍ୟ ପାଖ ଘରେ ଲେଖିବ, ପେଚ କଣ୍ଟା। ହାତ ଘଣ୍ଟା, ପାଖ ଘରେ ଦେଖିକରି ଲେଖିବ, ହାତ ଘଣ୍ଟା। ତାପରେ ଘଣ୍ଟି ବାଜା, ପାଖ ଘରଟିରେ ଘଣ୍ଟି ବାଜା। ଏହିପରି ଲେଖି ଶବ୍ଦ ଗୁଡ଼ିକ ତମେ ଜାଣିଲ। ଆସ ଆଜି ଆମେ କ'ଣ ଶିଖିଲେ ଏହି ପ୍ରସଙ୍ଗରୁ ଜାଣିବା। ଣ୍ଟ ଯୁକ୍ତାକ୍ଷର ଚିହ୍ନିଲ, ଆଉ ଣ୍ଟ ଯୁକ୍ତାକ୍ଷର ଯୁକ୍ତ ଶବ୍ଦ ଗଢ଼ିଲେ, ପଢ଼ିଲେ ଓ ଲେଖିଲେ ନା ନାହିଁ? ଆଚ୍ଛା, ଠିକ ଅଛି। ପ୍ରସଙ୍ଗ ଉଦ୍ଦେଶ୍ୟ ସମ୍ପର୍କରେ କଥା ହେଲେ ଓ ମତାମତ ଦେଲେ। ସେଇ ଯେଉଁ ପ୍ରସଙ୍ଗରୁ ବିଭିନ୍ନ ପ୍ରଶ୍ନ ପଚରାଗଲା, ତୁମେମାନେ ସବୁ ଉତ୍ତର କହିଲ। ହଁ, ଠିକ ଅଛି ପିଲାମାନେ। ଲିଖିତ ଏବଂ ମୌଖିକ ଉତ୍ତର ମଧ୍ୟ ଦେଲ। ତାପରେ ତୁମ ପାଇଁ କାମ। ଣ୍ଟ ଲଗାଇ 10ଟି ଶବ୍ଦ ଲେଖି ଆଣିବ ଏବଂ ଏହା ତମ ବାପା ମାଆଙ୍କୁ ପଚାରିବ, ନତୁବା ପ୍ରତିଦିନ ଖବରକାଗଜରୁ ମଧ୍ୟ ଏହି ଅଣ୍ଟ ଶବ୍ଦ ଘରକୁ ଚିହ୍ନି ତମେ ନିଜ ଖାତାରେ ଆସନ୍ତାକାଲି ଲେଖି ଆଣିବ। ଧନ୍ୟବାଦ ପିଲାମାନେ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।